ଯେମିତିକି ଆପଣ ଜାଣିଥିବେ OSSTET ପରୀକ୍ଷା ଆପଣଙ୍କର ଆଗାମୀ 30 ସେପ୍ଟେମ୍ବରରେ ହେବା ପାଇଁ ଯାଉଛି। ଡେଟ୍ ଚେଞ୍ଜ ହେଇପାରେ ହେଇ ନପାରେ କହିହେବନି। ବର୍ତ୍ତମାନ ଅନୁସାରେ ଆମେ କହିପାରିବା 30 ସେପ୍ଟେମ୍ବରରେ ଆପଣଙ୍କର ପରୀକ୍ଷା ହେବ। ଆପଣ ଏହି ଭିଡ଼ିଓକୁ ଯେବେ ବି ଦେଖନ୍ତୁ ଖାଲି କମ୍ପ୍ଲିଟଲି ଦେଖିଦେବେ। OSSTET ବହୁତ ଇଜିଲି ଆପଣ କ୍ୱାଲିଫାଇ ହେଇଯିବେ ଏବଂ ଆପଣଙ୍କର ସ୍କୋର ମିନିମମ୍ କ୍ୱାଲିଫାଇ ତ ଆପଣ ନିହାତି କରିବେ ଆଉ, କାହିଁକିନା OSSTET ଆପଣଙ୍କୁ କେବଳ କ୍ୱାଲିଫାଇ କରିବାର ଅଛି, ଟପର୍ ହେବାର ନାହିଁ। ଠିକ୍ ଅଛି। ଏବଂ ସବୁ ସାଙ୍ଗ ଯେଉଁମାନେ ବି ଆପଣଙ୍କର ଏଇ ବର୍ଷ OSSTET ପରୀକ୍ଷା ଆପଣଙ୍କର ଦେବେ ତାଙ୍କୁ ଖାଲି ଏହି ଭିଡ଼ିଓଟିକୁ ସେୟାର କରିଦେବେ ଆଟଲିଷ୍ଟ, ଯେଉଁଦ୍ୱାରା କି ସେ ବି ଇଜିଲି କ୍ୱାଲିଫାଇ ଆପଣଙ୍କର ହେଇଯିବେ। ଠିକ୍ ଅଛି। ବିନମ୍ର ଅନୁରୋଧ ଆପଣଙ୍କୁ ଭିଡ଼ିଓକୁ କମ୍ପ୍ଲିଟ୍ ଦେଖିବେ। ନମ୍ବର 1, ଆପଣଙ୍କୁ ଟପର୍ ହେବାର ନାହିଁ, ଆପଣଙ୍କୁ କେବଳ କ୍ୱାଲିଫାଇ କରିବାର ଅଛି। କାହିଁକିନା ଯଦି ଆପଣ OSSTET କ୍ୱାଲିଫାଇ ହିଁ ନ କରନ୍ତି ତାହେଲେ ଆପଣ ଆଗାମୀ କୌଣସି ବି ଜବ୍ ପାଇଁ ଏଲିଜିବୁଲ୍ ହିଁ ନୁହନ୍ତି। ଚାକିରି ପାଇବେ ନ ପାଇବେ ସେଇଟା ପର କଥା, ଆପଣ ଆଟଲିଷ୍ଟ ପରୀକ୍ଷା ପାଇଁ ତ ଯୋଗ୍ୟ ହେବା ଦରକାର ନା। ତ ଆପଣ ହାଇସ୍କୁଲ ଟିଚର ହଉ, SSB TGT ଆପଣଙ୍କର ହଉ, RHT ହଉ, କୌଣସି ବି ମାନେ ସେକେଣ୍ଡାରୀ ଲେଭେଲର ଜବ୍ ପାଇଁ OSSTET ଆପଣଙ୍କର ଦରକାର, ରାଇଟ୍। ତ OSSTET କ୍ୱାଲିଫାଇ ବହୁତ ଇଜି ଏବଂ ବହୁତ ଇଜିଲି ସମସ୍ତେ କ୍ୱାଲିଫାଇ ଆପଣଙ୍କର କରିପାରିବେ। ଠିକ୍ ଅଛି। ନେକ୍ସଟ, ଆପଣ ଜାଣିଥିବେ ST, SC ଆଉ SCBC ପିଲାଙ୍କର ପାସ୍ ମାର୍କ କେବଳ 53 ଏବଂ ଜେନେରାଲ ପିଲାଙ୍କର ପାସ୍ ମାର୍କ ହେଉଛି ଆପଣଙ୍କର 68। ତ କ'ଣ 53 ରଖିଲେ ଆପଣ କ୍ୱାଲିଫାଇ କରିବେ କି? ବିଲକୁଲ ବି ନୁହେଁ। କ'ଣ ଖାଲି 68 ରଖିଲେ ଆପଣ କ୍ୱାଲିଫାଇ କରିବେ କି? ବିଲକୁଲ ବି ଆପଣ କରିପାରିବେ ନାହିଁ। ଆପଣ କେବେ ସାର୍ କାହିଁକି? ପାସ୍ ମାର୍କ ତ 53 ଆଉ ST, SC, SCBC ପିଲାଙ୍କର ଆଉ ଜେନେରାଲ ପିଲାଙ୍କର 68, ତାହେଲେ କ'ଣ ପାଇଁ ଆମେ କ୍ୱାଲିଫାଇ କରିପାରିବୁ ନାହିଁ? କାହିଁକି ନା ମାନେ ପରୀକ୍ଷାରେ ଯେଉଁ ଆନ୍ସର୍ କି ଆପଣଙ୍କର ପବ୍ଲିଶ ହେବ ନା, ସେଥିରେ ଆନ୍ସର୍ କି ଭୁଲ ଆସିବ ହିଁ ଆସିବ। ଯଦି ଆପଣ ଜାଣିନାହାନ୍ତି ଦେନ୍ ଆପଣ ଲାଷ୍ଟ 10 ବର୍ଷ 12 ବର୍ଷର ଆପଣ ଟ୍ରାକ୍ ଚେକ୍ କରନ୍ତୁ, ଜାଣିପାରିବେ। ତେଣୁକରି ବିନମ୍ର ଅନୁରୋଧ ST, SC, SCBC ପିଲାମାନଙ୍କୁ ବହୁତ ହି ରିକ୍ୱେଷ୍ଟ ଆପଣଙ୍କୁ, ଯେହେତୁ ଆପଣଙ୍କର ପାସ୍ ମାର୍କ କେବଳ 53, ଆପଣ ଭାବିବେନି ଯେ ମୁଁ ଖାଲି 53 ହିଁ ପରୀକ୍ଷାରେ କରିକି ଆସିବି। ବହୁତ ଇଜିଲି ଆପଣ ମାନେ 80ଟା 90ଟା କରିଦେଇପାରିବେ ବହୁତ ଇଜିଲି। ଠିକ୍ ଅଛି। ମେକ୍ ସିଓର କରିବେ ST, SC, SCBC ପିଲାମାନେ ମେକ୍ ସିଓର କରିବେ ମିନିମମ୍ 60+ ଯେମିତି ଠିକ୍ କରିକି ଆସିବେ। କାହିଁକିନା ଯଦିଓ ଆନ୍ସର୍ କି ଭୁଲ ଆସିଲା ଠିକ୍ ଅଛି, ତ ଆପଣଙ୍କର ମାର୍କ କମି 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 କେତେ 53 ତ ନିହାତି ରହିବ ନା। ତେଣୁକରି ବିନମ୍ର ଅନୁରୋଧ, ଯଦି 53 ଆପଣଙ୍କର ପାସ୍ ମାର୍କ ତ ଆପଣ ନିହାତି 60ରୁ ଅଧିକ ଯେମିତି ଠିକ୍ କରିକି ଆସିବେ। ଠିକ୍ ଅଛି। କାହିଁକିନା ନେଗେଟିଭ୍ ମାର୍କିଂ ଯୋଗୁଁ, ନହେଲେ ଆନ୍ସର୍ କି ବାହାରିବ ଭଗବାନ ମୁଁ ଖାଲି 1 ମାର୍କ ସାର୍ ସର୍ଟ ହେଉଛି, ସାର୍ ଟଙ୍କା ଦେଇକି ଯଦି ଅବଜେକ୍ସନ୍ କଲେ ମୋର ମାର୍କ ବଢ଼ିବ କି? ତେଣୁକରି ଆଗରୁ ହିଁ ମୁଁ ଆପଣଙ୍କୁ କହିଦେଉଛି। ସେମିତି ଜେନେରାଲ ପିଲାଙ୍କର 68ରେ ଆପଣଙ୍କର ପାସ୍ ମାର୍କ ମେକ୍ ସିଓର ଆପଣ କରିବେ 75ରୁ ଯେମିତି ଆପଣ ଅଧିକ ଠିକ୍ କରିକି ଆସିବେ। ତେବେ ସିନା ଆପଣଙ୍କର ଆନ୍ସର୍ କି ଯଦିଓ ଭୁଲ ବାହାରିଲା ହେଲେ ବି କମି 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 ଆପଣଙ୍କର 68ଟା ନିହାତି ଠିକ୍ ହେବ। ଏବେ କେମିତି ହେବ, କ'ଣ କ'ଣ କରିବେ ମୁଁ ଆପଣଙ୍କୁ କହୁଛି। ଠିକ୍ ଅଛି। ଭଲସେ ଦେଖନ୍ତୁ, ବହୁତ ଇଜିଲି ଆପଣ କ୍ୱାଲିଫାଇ ତ ହେବେ, ବହୁତ ଅଧିକ ସ୍କୋର ମଧ୍ୟ ଆପଣଙ୍କର ରହିବ। ଠିକ୍ ଅଛି। ନମ୍ବର 1, ଯେମିତି ମୁଁ ଆପଣଙ୍କୁ ଭିଡ଼ିଓର ଷ୍ଟାର୍ଟିଂରେ କହିଲି, ଆପଣଙ୍କୁ ଟପର୍ ହେବାର ନାହିଁ। ଟପର୍ ହେଇକି ଆପଣଙ୍କର କ'ଣ ହେବ? ଆମକୁ କେବଳ କ୍ୱାଲିଫାଇ କରିବାର ଅଛି। ଏଇ ଜିନିଷଟା ମନେ ରଖିବେ ଆପଣ। ଠିକ୍ ଅଛି। ନମ୍ବର 2, ନେଗେଟିଭ୍ ମାର୍କିଂ ନାହିଁ। 150ଟା ଆପଣଙ୍କର କ୍ୱେଶ୍ଚନ୍ ପଡ଼ିବ, 150 ମାର୍କର। ମେକ୍ ସିଓର କରିବେ ସବୁ କ୍ୱେଶ୍ଚନ୍ ଯେମିତି ଆପଣ କରିକି ଆସିବେ। ଆପଣ କହିବେ ନାଇଁ ମୁଁ କରିପାରିଲିନି, ମୋର ଟାଇମ୍ ହେଲାନି। ଭାଇ, ନେଗେଟିଭ୍ ମାର୍କିଂ ଆପଣଙ୍କର ନାହିଁ। ଆପଣ କ୍ୱେଶ୍ଚନ୍ ଛାଡ଼ିକି ଆସିଲେ ମାର୍କ କେଉଁଠୁ ମେକଅପ୍ ହେବ? ଆସିବ ନ ଆସିବ ପର କଥା, କ'ଣ କରିବେ କ'ଣ ନାହିଁ ମୁଁ କହୁଛି, କିନ୍ତୁ ମେକ୍ ସିଓର ଆପଣ କରିବେ ସବୁ କ୍ୱେଶ୍ଚନ୍ ଯେମିତି ଆପଣ କରିକି ଆସିବେ, ଠିକ୍ସେ ଗୋଲ ବୁଲେଇକି ଆସିବେ। ବୁଝିଲେ? ଦୁଇଟା ଜିନିଷ। ନମ୍ବର 1, ଆପଣଙ୍କୁ ଟପର୍ ହେବାର ନାହିଁ। ନମ୍ବର 2, ଟପର୍ ହେଇକି ଆମର କ'ଣ, ଆମକୁ ତ କେବଳ କାହିଁକିନା ଏଇ OSSTET ମାର୍କ ଅନୁସାରେ ଆପଣ କୌଣସି ବି ମାନେ ଚାକିରି ପାଇବେନି। ଆପଣ କେବଳ ଚାକିରି ପାଇଁ ଯୋଗ୍ୟ,
ବୁଝା ପଡ଼ୁଛି ନା? ଏବଂ ଯେଉଁ କ୍ୟାଟେଗୋରୀରେ ଆପଣ କ୍ୱାଲିଫାଇ କଲେ ସେଇ କ୍ୟାଟେଗୋରୀରେ ହିଁ ଆପଣ ଜବ୍ ପାଇଁ ଆପ୍ଲାଏ କରିବେ। ଠିକ୍ ଅଛି। ନେକ୍ସଟ, ଏବେ ସବୁ କ୍ୱେଶ୍ଚନ୍ସ ଆପଣ କରିକି ଆସିବେ। ଏବେ ଦେଖନ୍ତୁ OSSTTର ପରୀକ୍ଷା ଦୁଇଟା ଆପଣଙ୍କର ହୁଏ, ଗୋଟେ ପେପର 1 ଆଉ ଗୋଟେ ପେପର 2। ପେପର 2 କେବଳ PET ପିଲାମାନେ ଆପଣଙ୍କର ଦେବେ, ମାନେ ଯେଉଁମାନେ BPED ବଗେରା କରିଛନ୍ତି, PET ଟିଚର ହେବେ, ସେମାନେ ପେପର 2 ଆପଣଙ୍କର ଦେବେ। ତା ବାଦ ଯେତିକି ବି ଆପଣଙ୍କର ରହିଲେ ଆର୍ଟ୍ସ, ସାଇନ୍ସ, PCM, CBZ, ହିନ୍ଦୀ, ସଂସ୍କୃତ ସମସ୍ତେ ଆପଣଙ୍କର ପେପର 1 ଆପଣଙ୍କର ଦେବେ। ଠିକ୍ ଅଛି। ଏବେ ପେପର 1 ଆଉ ପେପର 2 ମଧ୍ୟରେ 90 ମାର୍କ ସମସ୍ତଙ୍କର କମନ୍, 90 ମାର୍କ ସମସ୍ତଙ୍କର କମନ୍ ଆପଣଙ୍କର। ଠିକ୍ ଅଛି। ଆମ କ୍ଲାସ୍ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ ଆପଣଙ୍କର କରାହୁଏ। ଠିକ୍ ଅଛି। ଏବେ ଦେଖନ୍ତୁ, ଏବେ ଏଇ ଯେଉଁ 90 ମାର୍କ ଆପଣଙ୍କର କମ୍ପଲସରି ସମସ୍ତଙ୍କର ସମାନ, ଆପଣଙ୍କର CDP 50 ମାର୍କ, ଓଡ଼ିଆ ଆପଣଙ୍କର 20 ମାର୍କ, ଇଂରାଜୀ ଆପଣଙ୍କର 20 ମାର୍କ। ଠିକ୍ ଅଛି। 90 ମାର୍କ ଆପଣଙ୍କର ହେଲା। ଏବେ ଦେଖନ୍ତୁ ମାନେ ବହୁତ ଇଜିଲି, ଆଚ୍ଛା ଆଉ ଗୋଟେ ଜିନିଷ, 3 ନମ୍ବର ଜିନିଷ, ପରୀକ୍ଷାରେ କ'ଣ ନା କାଲକୁଲେଟିଭ୍ ଆପଣ ହେବେ, ମାନେ ପୁରା କାଲକୁଲେଟ୍ କରୁଥିବେ ହେଲା, ଯେଉଁଗୁଡ଼ା ପୁରାପୁରି ସିଓର ଆପଣ ଆଗ ସେଇଗୁଡ଼ାକୁ ହିଁ କରି କରି ଯିବେ। ଆପଣ କହିବେ ସାର୍ ମୁଁ କେମିତି ଜାଣିବି କେଉଁଟା ସିଓର? ଭାଇ ତା ପାଇଁ ପଢ଼ିବା ପାଇଁ ପଡ଼ିବ। ଆପଣ କୌଣସି ବି ପରୀକ୍ଷା ଦେବେ ବିନା ପଢ଼ିକି ଆପଣ ଦେବା ପାଇଁ ଯିବେ କି? ଆପଣଙ୍କ ପାଖରେ ଯଦିଓ ଜ୍ଞାନ ଭରି ଭରିକି ଅଛି, ବହୁତ ସୁନ୍ଦର, ଯାଆନ୍ତୁ, କିନ୍ତୁ ଏଟଲିଷ୍ଟ ପ୍ରିପାରେସନ୍ କରିକି ଗଲେ ଭଲ, ଆପଣଙ୍କର ହିଁ ପାଇଁ ଭଲ। କାହିଁକିନା ଯେଉଁ OSSTT ଆପଣ ପରୀକ୍ଷା ଦେବେ, ଯାହା ସିଲାବସ୍ ଆଗାମୀ ହାଇସ୍କୁଲ ଟିଚର, SCB, TGT, RHT, LTR ସମସ୍ତଙ୍କର ସେମ୍ ସିଲାବସ୍, କିଛି ଅଲଗା ତ ନାହିଁ, ସିଙ୍ଗଲ ଲାଇନ୍ ବି ଆପଣଙ୍କର ଅଲଗା ନାହିଁ, ପୁରାପୁରି ଅବିକଳ ସେମ୍ ଟୁ ସେମ୍ ସିଲାବସ୍। ବୁଝା ପଡ଼ୁଛି? ଦେଖନ୍ତୁ, ତ କାଲକୁଲେଟିଭ୍ ହେବେ, ମାନେ ଯେଉଁଗୁଡ଼ା ପୁରାପୁରି ସିଓର ଆଗ ସେଇଗୁଡ଼ା ହିଁ ଆପଣ କରି କରି ଯିବେ, ଆଉ କାଉଣ୍ଟ ବି କରୁଥିବେ ଯେ ମୋର କେତା ପୁରାପୁରି ଠିକ୍ ହେଲା, କାଉଣ୍ଟ କରୁଥିବେ ନିହାତି। ଏବେ ଦେଖନ୍ତୁ କ'ଣ କରିବେ, କେଉଁଠୁ ଆମେ ସ୍କୋର ଆପଣଙ୍କ ରଖିବା ଆଉ କେମିତି ଇଜିଲି କ୍ୱାଲିଫାଇ କରିବା। ଏବେ ଦେଖନ୍ତୁ, ନମ୍ବର 1, CDPରେ ଆମର 50ଟା କ୍ୱେଶ୍ଚନ୍ ଆପଣଙ୍କର ପଡ଼ିବ। ଠିକ୍ ଅଛି। ଏବଂ এই CDPରେ 50ରୁ ଆପଣ ଇଜିଲି 48, 49 ରଖିଦେଇପାରିବେ। ଆମ ପିଲା 50ରୁ 50 ଆପଣଙ୍କ ରଖିଦିଅନ୍ତି, 50ରୁ 50। ଯଦି ଆପଣ ଖାଲି ଦୁଇଟା ଖାଲି କାମ କରିବେ, ଓନ୍ଲି 2 ଥିଙ୍ଗସ୍। ପ୍ରଥମ ଜିନିଷ, ଆପଣ କହିବେ ସାର୍ ମୁଁ ପ୍ରଥମରୁ ସାଙ୍ଗେ ସାଙ୍ଗେ 50ରୁ 50 ରଖିଦେବି, ରଖିପାରିବେ ଯଦି ଆପଣ ସେମିତି ପୂର୍ବରୁ ପ୍ରାକ୍ଟିସ୍ କରିଛନ୍ତି ତ, ନହେଲେ ଆପଣଙ୍କୁ ଅଭ୍ୟାସ କରିବା ପାଇଁ ପଡ଼ିବ। ଯେତେ ଆପଣ ବାରମ୍ବାର ବାରମ୍ବାର ଅଭ୍ୟାସ କରିବେ ନା, ସେତେ ଇଜିଲି ଆପଣ ସ୍କୋର ଅଧିକ ରଖିପାରିବେ। ଏବେ କ'ଣ କଲେ CDPରେ 50ରୁ 45, 46, 48 ଆପଣଙ୍କର ସ୍କୋର ରହିବ? ଦେଖନ୍ତୁ, ଖାଲି ଦୁଇଟା ଖାଲି କାମ କରୁଛନ୍ତି, କରନ୍ତୁ। ନମ୍ବର 1, CDPର ଖାଲି ଥିଓରି କ୍ଲାସ୍କୁ ଦେଖିଦିଅନ୍ତୁ। ଥିଓରି କ୍ଲାସ୍ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ ପୁରା ସିଷ୍ଟମେଟିକାଲି ଅର୍ଡ଼ରରେ ୟୁନିଟ୍ ୱାଇଜ୍ ଅପଲୋଡ଼ କରାହେଇଛି। ନଚେତ୍ ଆପଣ ଚାହିଁଲେ ଫ୍ରିରେ ମଧ୍ୟ ଆପଣଙ୍କର ଷ୍ଟଡି ୱିଥ୍ ଲକ୍ଷ୍ମୀଧର ସାର୍ ୟୁଟ୍ୟୁବ୍ ଚ୍ୟାନେଲରେ ଆପଣଙ୍କର ଅପଲୋଡ଼ ଅଛି, ଆପଣ ଦେଖିଦେଇପାରିବେ। ଖାଲି CDPର ଖାଲି ଥିଓରି କ୍ଲାସ୍କୁ ଦେଖିଦିଅନ୍ତୁ। ନମ୍ବର 1 କରି ଦେଖିଦିଅନ୍ତୁ। ନମ୍ବର 2 ଆପଣ କ'ଣ କରିବେ ନା, CDPକୁ ନେଇକି, ଠିକ୍ ଅଛି, ଯେତିକି ବି ଆମର ଲାଷ୍ଟ 9 ବର୍ଷରେ OSSTT ଆଉ OTET ମଧ୍ୟ, ଆପଣ କହିବେ ସାର୍ ମୁଁ ତ OSSTT ପରୀକ୍ଷା ଦେବି, OTETର PIQ କ'ଣ ପାଇଁ କରିବି? ଆରେ ଭାଇ କାଇଣ୍ଡଲି କରନ୍ତୁ, କଥା ମାନନ୍ତୁ। ଠିକ୍ ଅଛି। OTET ଆଉ OSSTTର ଯେତିକି ବି ଲାଷ୍ଟ 9 ବର୍ଷରେ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ପଡ଼ିଛି, ଖାଲି ଆପଣ ସେତିକି ପ୍ରାକ୍ଟିସ୍ କରିଦିଅନ୍ତୁ। ଏବଂ ନମ୍ବର 3, ସବୁଦିନ ଯେମିତି ଡେଲି ନାଇଟ୍ 8ଟା ବେଳେ CDP ଖାଲି କ୍ଲାସ୍ ଆପଣ କରିବେ। ଏଇ 3ଟା ଖାଲି କାମ କରନ୍ତୁ। କ'ଣ କହିଲି? ଖାଲି CDPର ଥିଓରି କ୍ଲାସ୍ ଦେଖନ୍ତୁ, ସୁନ୍ଦର ଭାବରେ ନୋଟ୍ସ କରିଦେଲେ ବହୁତ ହି ଭଲ। ନମ୍ବର 2, CDPର ଯେତିକି ବି ଆପଣଙ୍କର ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ପଡ଼ିଛି, OTET ବି ଆଉ OSSTT ବି ଲାଷ୍ଟ 9 ବର୍ଷରେ, ସବୁଗୁଡ଼ା ଆପଣ ଖାଲି ପ୍ରାକ୍ଟିସ୍ କରିଦିଅନ୍ତୁ। ମକ୍ ଟେଷ୍ଟ ଆକାରରେ ବି ଆଭେଲେବଲ୍ ଅଛି, ଭିଡ଼ିଓ ଆକାରରେ ବି ଆଭେଲେବଲ୍ ଅଛି, ଆପ୍ଲିକେସନରେ ପୁରା ସିଷ୍ଟମେଟିକାଲି ଅର୍ଡ଼ରରେ। ଏବଂ ଡେଲି ଯେମିତି ନାଇଟ୍ କ୍ଲାସ୍ କରିବା ପାଇଁ ଭୁଲିବେନି, ରାତି 8ଟା ବେଳେ ଆପ୍ଲିକେସନରେ। ବାସ୍ ଏତିକି କରିଦିଅନ୍ତୁ। ପରୀକ୍ଷା ଆଜି ଭିଡ଼ିଓ ବନାଉଛି ମୁଁ 30 ଜୁଲାଇରେ, ଯେବେ ବି ଆପଣଙ୍କର ପରୀକ୍ଷା ହଉ, ଯେଉଁ 30 ସେପ୍ଟେମ୍ବର ଡେଟ୍ ଆପଣଙ୍କର ଅଛି, ସେଇଦିନ ହଉ କି ଯେଉଁ ଦିନ ହଉ, ଆପଣ ଇଜିଲି 50ରୁ ମିନିମମ୍ 47, 48 ଆପଣଙ୍କର ସ୍କୋର ରହିଯିବ।
କିନ୍ତୁ ଆପଣଙ୍କୁ କ୍ଲାସ୍ କରିବା ପାଇଁ ପଡ଼ିବ। ଆପଣ ଯଦି କହିବେ ଯେ ନାଇଁ ମୁଁ କ୍ଲାସ୍ କରିବିନି, ଅଭ୍ୟାସ କରିବିନି, କ୍ଷମା କରିବେ, ହେବ ନାହିଁ। ଆପଣ ଭିଡ଼ିଓକୁ ଏଇଠି ବନ୍ଦ କରିଦିଅନ୍ତୁ, ଯାଆନ୍ତୁ। ଅଭ୍ୟାସ ନ କଲେ ହେବନି ନା, ଆପଣଙ୍କୁ ଅଭ୍ୟାସ କରିବା ପାଇଁ ହିଁ ପଡ଼ିବ। ଯାହା ପଡ଼ୁଛି ବୁଝିଗଲେ? ବାସ୍, ଏବେ ଆମର ଏତିକି ସ୍କୋର ରହିଲା। ଏବେ ଓଡ଼ିଆରେ 10 ମାର୍କର ପେସେଜ୍, ଇଂରାଜୀରେ 10 ମାର୍କର ଆପଣଙ୍କର ପେସେଜ୍, 20 ମାର୍କର ଆପଣଙ୍କର ପେସେଜ୍ ଆଉ ପଏମ୍ ମିଶିକି। 20 ମାର୍କର ପେସେଜ୍ରୁ ଆମେ କ'ଣ 10ଟା ଠିକ୍ କରିପାରିବାନି? କାଉଣ୍ଟ କଲେ 10ଟା, 20 ମାର୍କରୁ 10ଟା। ଆପଣ ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ ନା, ହାଉ ଟୁ ସ୍କୋର ଫୁଲ୍ ମାର୍କସ୍ ଇନ୍ ପେସେଜ୍ ବାଇ ଲକ୍ଷ୍ମୀଧର ସାର୍। କିମ୍ବା ମୁଁ ସବୁ ମାସକୁ ମାସ 4 ଥର ସିଲାବସ୍ କଭରେଜ୍ କରିଦିଏ ଏବଂ 4 ଥର ଯାକ ସବୁ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍କୁ ମଧ୍ୟ ସଲ୍ଭ କରିକି ଆପଣଙ୍କୁ ଲାଇଭ୍ ଦେଖାଏ, ଯେ ଆପଣ ଦେଖନ୍ତୁ କେମିତି ପେସେଜ୍କୁ ଆଉ ପୋଏମ୍କୁ ଦେଖୁ ଦେଖୁ କରିପାରିବେ। ଖାଲି ଥରେ ଦେଖିଦିଅନ୍ତୁ। ପରୀକ୍ଷା ପୂର୍ବରୁ ତ ମିନିମମ୍ ଆହୁରି 7 ଥର 8 ଥର ଖଣ୍ଡେ ସିଲାବସ୍ ଆପଣଙ୍କର ସରିବ। ଆପଣ ଦେଖିଦିଅନ୍ତୁ କେମିତି ସବୁ କ୍ୱେଶ୍ଚିନ୍କୁ ଦେଖୁ ଦେଖୁ କରିହୁଏ। ଆପଣ ଆପ୍ଲିକେସନ୍କୁ ଅନ୍ କରିବେ, ଲକ୍ଷ୍ମୀଧର ସାର୍ ଅଫିସିଆଲ୍ ଆପ୍ଲିକେସନ୍, ଷ୍ଟାର୍ଟ ଲର୍ଣ୍ଣିଂରେ କ୍ଲିକ୍ କରିବେ, ଦେନ୍ କଣ୍ଟେଣ୍ଟରେ କ୍ଲିକ୍ କରିବେ, ଦେନ୍ 2027 ଭିଡ଼ିଓ ଫୋଲ୍ଡରକୁ ଯିବେ। ଓଡ଼ିଆ ଗ୍ରାମାର ପାଇଁ ଓଡ଼ିଆ ଗ୍ରାମାର ଫୋଲ୍ଡର ଅଛି, ଇଂରାଜୀ ଗ୍ରାମାର ପାଇଁ ଇଂରାଜୀ ଗ୍ରାମାର ଫୋଲ୍ଡର ଅଛି, ଦେଖିଦେବେ। ଥରେ ଖାଲି ଦେଖିଦିଅନ୍ତୁ, ଠିକ୍ ଅଛି। 20 ମାର୍କର ପେସେଜ୍ରୁ 10ଟା ତ ମିନିମମ୍ ଠିକ୍ ହେବ ହିଁ ହେବ। ମୁଁ 10ଟା କହୁଛି, 20ରୁ 20 କହୁନି। କ'ଣ କହୁଛନ୍ତି? 10ଟା ଠିକ୍ ହେବନି ଆରାମସେ। ସେମିତି ଓଡ଼ିଆ ଗ୍ରାମାର ଆପଣଙ୍କର 10 ମାର୍କର ପଡ଼ିବ, ଆଉ ଇଂରାଜୀ ଗ୍ରାମାର ଆପଣଙ୍କର 10 ମାର୍କର ପଡ଼ିବ। ଖାଲି ଥରେ ଆପଣ ଓଡ଼ିଆ ଗ୍ରାମାର ଫୁଲ୍ କଭରେଜ୍ର ଭିଡ଼ିଓ ଦେଖିଦିଅନ୍ତୁ ଆପ୍ଲିକେସନ୍ରେ, ଆଉ ଇଂରାଜୀ ଗ୍ରାମାର ଫୁଲ୍ କଭରେଜ୍ ଭିଡ଼ିଓ ଥରେ ଦେଖନ୍ତୁ। 20 ମାର୍କର ଗ୍ରାମାରରୁ ମିନିମମ୍ କଥା ମୁଁ କହୁଛି, ମିନିମମ୍ କ'ଣ 10ଟା ଠିକ୍ ହେବନି? 10ଟା ମୁଁ ଆପଣଙ୍କୁ ଲାଇଭ୍ ଦେଖେଇଛି 20ରୁ କେମିତି 17-18 ମାର୍କ ଦେଖୁ ଦେଖୁ କରିପାରିବେ। 17-18 ମାର୍କ, ବଟ୍ ମୁଁ କହୁନି 20ରୁ 17-18 ବି ଆପଣ କହୁନି। କ'ଣ 10ଟା ଠିକ୍ କରିପାରିବେନି? 2ଟା ଖାଲି କାମ କରନ୍ତୁ ନା, ଓଡ଼ିଆ ଗ୍ରାମାର ପାଇଁ ଓଡ଼ିଆ ଗ୍ରାମାର ଫୁଲ୍ କଭରେଜ୍ କ୍ଲାସ୍ ଦେଖନ୍ତୁ, ଆଉ ଓଡ଼ିଆ ଗ୍ରାମାରକୁ ନେଇକି ଲାଷ୍ଟ 9 ବର୍ଷରେ ଯାହା ବି OSS TETରେ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ପଡ଼ିଛି ତାକୁ ଦେଖିଦିଅନ୍ତୁ। ଇଂରାଜୀ ଗ୍ରାମାର ପାଇଁ ଇଂରାଜୀ ଗ୍ରାମାର ଥିଓରି କ୍ଲାସ୍ ଦେଖିଦିଅନ୍ତୁ ଏବଂ ଇଂରାଜୀ ଗ୍ରାମାରକୁ ନେଇକି ଲାଷ୍ଟ 9 ବର୍ଷରେ ଯାହା ବି କ୍ୱେଶ୍ଚିନ୍ ପଡ଼ିଛି ତାକୁ ଦେଖିଦିଅନ୍ତୁ ନା ଥରେ। କାଲକୁଲେଟିଭ୍ ହେଉଥିବେ, CDPରେ ଧରାଯାଉ 45, ପେସେଜ୍ରେ 10, ଗ୍ରାମାରରେ ଆପଣଙ୍କର 10, 65। ଏମିତି ହିଁ ଏବେ ଯେଉଁଗୁଡ଼ା ମୋତେ ଆସିଲା ମୁଁ ଖାଲି ସେଗୁଡ଼ା କରିଛି ହେଲା, ଯେଉଁଗୁଡ଼ା ଆସିନି ଏବେ ତାକୁ ମୁଁ କରିନି, ଠିକ୍ ଅଛି। କରିନି, ଏବେ କରିନି। ଏବେ ପୁଣି 60 ମାର୍କ ମୋର ପଡ଼ି ରହିଛି। ଏବେ ଆର୍ଟ୍ସ ପିଲାଙ୍କର ପୁଣି ଓଡ଼ିଆ, ଇଂରାଜୀ, ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି। ସାଇନ୍ସ ପିଲାଙ୍କର ପୁଣି PCM ପାଇଁ PCM, CBZ ପିଲାଙ୍କର CBZ, ହିନ୍ଦୀ ପିଲାଙ୍କର ହିନ୍ଦୀ 60 ମାର୍କର, ସାଂସ୍କ୍ରିଟ ପିଲାଙ୍କର 60 ମାର୍କ ସାଂସ୍କ୍ରିଟ, PET ପିଲାଙ୍କର 60 ମାର୍କର PET। ଧରାଯାଉ ଗୋଟେ ପିଲାଟାକୁ କିଛି ବି କଣ୍ଟେଣ୍ଟ ଆପଣଙ୍କର ଜଣା ନାହିଁ, କିଛି ବି ନାହିଁ। ଏମିତିକା ତ ହେବନି ଯେ କେବେ ବି ତା ପାଖରେ କଣ୍ଟେଣ୍ଟ ନଲେଜ୍ ଆପଣଙ୍କର ନାହିଁ। ବିଲକୁଲ କଣ୍ଟେଣ୍ଟ ନଲେଜ୍ ଆପଣଙ୍କର ଥିବ। ଆପ୍ଲିକେସନ୍ରେ ତ ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି, ଓଡ଼ିଆ ଗ୍ରାମାର, ଇଂରାଜୀ ଗ୍ରାମାର ପୁରା ସବୁଦିନ ଆପଣଙ୍କର ହୁଏ। ଆର୍ଟ୍ସ ପିଲାଙ୍କର ତ ଏମିତି ବି 130-140 ଆପଣଙ୍କର ରହିଯିବ। ମୁଁ କହୁଛି ଧରାଯାଉ ଜଣକୁ କିଛି ବି ଜଣା ନାହିଁ, କିଛି ବି ନାହିଁ, କଣ୍ଟେଣ୍ଟରେ ସେ କିଛି ଜାଣିନାହିଁ, ଯେଉଁ 60 ମାର୍କ ଆପଣଙ୍କର, 60ଟା ଯାକ ସିଏ ଗୋଟେ ସିଙ୍ଗିଲ୍ ଅପସନ୍ କଲା, କିଛି ବି କଲା, 60ଟା ଯାକ ଧରାଯାଉ ସିଏ ଗୋଟେ A କଲା, ତ କ'ଣ 60ଟା ପ୍ରଶ୍ନରୁ 10ଟା A ହେବନି? 5ଟା, 7ଟା ହେବ ନା ହେବନି? ହେବ ନା? କାଉଣ୍ଟ କରିଦିଅନ୍ତୁ, କାଉଣ୍ଟ କରିଦିଅନ୍ତୁ, ସବୁ ମାର୍କ ମିଶାନ୍ତୁ। 45, 10, 10 ଆଉ ଧରାଯାଉ 10। କଂଗ୍ରାଚୁଲେସନ୍ସ, ସମସ୍ତେ ଆପଣଙ୍କର କ୍ୱାଲିଫାଇ, ସମସ୍ତେ। ବଟ୍ CDP ହେଉଛି ବ୍ୟାକବୋନ୍। ଯଦି ଆପଣଙ୍କର CDPରେ ସ୍କୋର କମିଗଲା ନା, ଆଉ ମାର୍କ ଆପଣଙ୍କର ମେକଅପ୍ ହେବ ନାହିଁ। ଯଦିଓ OSS TETରେ ହେଇଯିବ, କାହିଁକିନା ବହୁତ ଅଳ୍ପ ପାସ୍ ମାର୍କ ଅଛି, କିନ୍ତୁ ବିନମ୍ର ଅନୁରୋଧ, ଆନ୍ସର୍ କି ଭୁଲ ଆସିବ, ଆସୁଛି ନର୍ମାଲି। ଆପଣ ଦେଖୁଥିବେ, ଟ୍ରେଣ୍ଡକୁ ଦେଖିବା ଦରକାର। ଆପଣ ଯଦି ଜାଣିନାହାନ୍ତି ଦେନ୍ ତ କହିବେ ହିଁ ନା ଯେ ଭୁଲ ଆସେନି ବୋଲି, ଜାଣିବା ଦରକାର। ଆପଣ ଜାଣିନାହାନ୍ତି, ତେଣୁକରି ଯେଉଁମାନେ ଟଙ୍କା ଦେଇକି ଅବଜେକ୍ସନ୍ କରୁଛନ୍ତି ସେଇମାନେ ଜାଣିଛନ୍ତି।
ଯାହା ତାଙ୍କର ବିନମ୍ର ଅନୁରୋଧ ଯେମିତି ମୁଁ କହିଲି ଖାଲି ସେମିତିକା ୱେରେ କରନ୍ତୁ। CDP ପାଇଁ କ'ଣ କରିବେ, ଓଡ଼ିଆ ପାଇଁ କ'ଣ, ଇଂରାଜୀ ପାଇଁ କ'ଣ କହିଲି, ଆଉ କଣ୍ଟେଣ୍ଟ ତ ଆପଣ ପଢ଼ିବେ, ଏଥିରେ କିଛି ଡାଉଟ୍ କିଛି ନାହିଁ। ଠିକ୍ ଅଛି, ବାସ୍ ଏତିକିରେ ହିଁ ଆପଣଙ୍କୁ କ୍ୱାଲିଫାଇ ହେବାର ଅଛି, ଟପର ହେବାର ନାହିଁ। ଠିକ୍ ଅଛି, ଆପଣଙ୍କୁ କେବଳ ଜବ୍ ପାଇଁ ଏଲିଜିବୁଲ୍ ହେବାର ଅଛି। ଆଗାମୀ ଦିନରେ ପୁଣି ଜବ୍ ପାଇଁ ଆପଣଙ୍କୁ ଡେଡିକେଟେଡ଼ଲି ପଢ଼ିବା ପାଇଁ ପଡ଼ିବ। ଠିକ୍ ଅଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ। ସବୁ ସାଙ୍ଗମାନଙ୍କୁ ସେୟାର କରିଦେବେ, ଯୋଉଦ୍ୱାରା କି ସେ ବହୁତ ଇଜିଲି କ୍ୱାଲିଫାଇ ହେଇଯିବେ। ଥ୍ୟାଙ୍କ ୟୁ।